ନା ମୂର୍ଧଣ୍ୟରେ ଟ ମିଶିଲେ ଯଦି କି ହବ ମୂର୍ଧଣ୍ୟରେ ଟ ଅଣ୍ଟ ହେଲା। ତାପରେ ମୂର୍ଧଣ୍ୟରେ କି ଠ ଯଦି ମିଶେଇବା କି ହବ ଅଣ୍ଠ ହେଲା। ବୁଝୁଛୁ କି ନାଇଁ? ଆଉ କଣ ଅଛି ମୂର୍ଧଣ୍ୟରେ ଯଦି ଡ କୁ ମିଶେଇବା କି ହବ ମୂର୍ଧଣ୍ୟରେ ଡ ହେଲା। ଆଉ ମୂର୍ଧଣ୍ୟରେ ଯଦି ଆମେ ଢ କୁ ମିଶେଇବା କି ହବ ଅନ୍ଧ। ବୁଝୁଛୁ କି ନାଇଁ? ଏଠି ତୁମର ମୂର୍ଧଣ୍ୟ ଗୁଡାକ ଉଚ୍ଚାରଣ ହବ ନାହିଁ। ଯେତେବେଳେ ଆମେ ଶବ୍ଦ ବନେଇବା ଏଇଗୁଡାରେ ମୂର୍ଧଣ୍ୟଟା ଉଚ୍ଚାରଣ ହୁଏ ନାହିଁ। ପ୍ରାକ୍ଟିସ କର ଭଲ କରି ହେଲା। ଯେମିତି ଏଠି ଆମର ଘଣ୍ଟା ମୂର୍ଧଣ୍ୟ ଉଚ୍ଚାରଣ ହେଲା କି ନାଇଁ? ଏଇଟା ତୁମର ଟ ଆସିଲା ଏଠି ମୂର୍ଧଣ୍ୟ ଯୁକ୍ତ ଟ ସମାନ ଅଣ୍ଟ ହେଲା। କଣ୍ଟକ ମୂର୍ଧଣ୍ୟ ଉଚ୍ଚାରଣ ହଉଛି କି ନାଇଁ? ମୁଣ୍ଡ ଉଚ୍ଚାରଣ ହଉଛି କି ନାଇଁ? ମୂର୍ଧଣ୍ୟ ଉଚ୍ଚାରଣ ହଉ ନାହିଁ। ଗଣ୍ଠି ଦେଖ ମୂର୍ଧଣ୍ୟ ଯୁକ୍ତ ଟ ସମାନ ମୂର୍ଧଣ୍ୟରେ ଠ। ଗଣ୍ଠି ମୂର୍ଧଣ୍ୟ ଉଚ୍ଚାରଣ ହଉ ନାହିଁ। ମେଣ୍ଢା ଏଠି ମୂର୍ଧଣ୍ୟ ଉଚ୍ଚାରଣ ହଉଛି କି? ଉଚ୍ଚାରଣ ହଉ ନାହିଁ ହେଲା। ଏଠି ମୂର୍ଧଣ୍ୟରେ ଢ ଏଇଟା ହବ। ଏଇଟା ମୂର୍ଧଣ୍ୟ ଯୁକ୍ତ ଢ ସମାନ ଏଇଟା ମୂର୍ଧଣ୍ୟରେ ଢ। ବୁଝୁଛୁ କି ନାଇଁ? ଏହା ସବୁ ଯୁକ୍ତାକ୍ଷର କହିବା କି ଯୁକ୍ତାକ୍ଷର। କଣ୍ଟକ ଗଣ୍ଠି ଲେଖିଲୁ। ମେଣ୍ଢା